ଯାକ ରଙ୍ଗପତିରେ ରୋଷେଇବାସ ହୁଏନି ସମସ୍ତେ ସ୍ତ୍ରୀ ଲୋକ ଛୁଆ ପିଲା ପାଖାପାଖି 100 ବର୍ଷରୁ ଉର୍ଦ୍ଧ୍ୱ ହବ ଆମ ଜନ୍ମ। ନମସ୍କାର, ମୁଁ ଶ୍ରୀ ଗୌରବ ଜେନା ରଙ୍ଗପତିରେ ଜଣେ ଆଦିବାସୀ। ଆମର ଏ ଅଷ୍ଟପ୍ରହରୀ ନାମଯଜ୍ଞ ପାଖାପାଖି 100 ବର୍ଷରୁ ଉର୍ଦ୍ଧ୍ୱ ହବ। ଆମ ଜନ୍ମ ନଥିଲା କିନ୍ତୁ ଆମେ ଦେଖିଲା ପାଖରୁ ଆମ ହାତୀ ହେଲା ପାଖରୁ ଆମେ ଦେଖି ଆସୁଛୁ। ଏଠି ପ୍ରତିବର୍ଷ ପ୍ରାୟ 2000 ରୁ 3000 ଲୋକ ପାଖାପାଖି ସମାବେଶ ହୁଏ। ଆଉ ଏଠି ଆମର ଯେତିକି ଶ୍ରେୟ ଅଛି ଗ୍ରାମବାସୀ ମାନେ ଗାଁର ବାହାର ଗାଁର ଲୋକ ମଧ୍ୟ ସେତିକି ଶ୍ରେୟ ଦିଅନ୍ତି। ଆଉ ବହୁତ ଧୁମଧାମରେ ପାଳନ କରାଯାଏ। ସ୍ୱରର ପାଖାପାଖି 24ଟି ପଞ୍ଚାୟତରୁ ମିନିମମ୍ 19ଟି ପଞ୍ଚାୟତରୁ ଲୋକ ଆସନ୍ତି। ଚାକଚକ୍ର ହୁଏ, 4 ଦିନ କାଳ ହୁଏ। ଭଗବାନଙ୍କ ଆଶୀର୍ବାଦ ଅଛି, ଦେଖିବା କେତେ ଦିନ ହଉଛି। ପ୍ରତିଦିନ ଆମେ ପାଖାପାଖି ଆଜି ଆମେ ଦିନରେ 1900 ଲୋକ ଖାଇଥିଲେ। ସନ୍ଧ୍ୟାବେଳେ ମୋର 3000 ରୁ 3500 ପାଖାପାଖି ଲୋକ ଖାଇଲେ ବୋଲି ଆଶା ରଖା। ଖାଇବା ପିଇବା ଦି ଟାଇମ୍ ହୁଏ, ସକାଳେ ଦ୍ୱିପହରେ ହୁଏ ଆଉ ରାତିରେ ହୁଏ, ସନ୍ଧ୍ୟା ଟାଇମରେ। ବହୁତ ଭଲ ହେଇଛି। ଆଉ କଣ ମାନେ କେମିତି ଭଲ ହେଇଛି? ଟେଷ୍ଟ ହେଇଛି, ଭଲ ଲାଗୁଛି ଆଉ। ଭଲ ଲାଗୁଛି ତ? ଖାଇବା ବହୁତ ବଢିଆ ହେଇଛି। ହଁ ହଁ ଭଲ ହେଇଛି। ମିନିମମ୍ 10,000 ପରେ ଲୋକ ଖାଇଗଲେଣି। ଠାକୁରଙ୍କ ଦ୍ୱାରା ବହୁତ ବଢିଆ ହେଇଛି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ମୁଁ ହେଉଛି ଏ ରଙ୍ଗପତି ଗ୍ରାମର ଜଣେ ଅଧିବାସୀ। ମୋ ନାଁ ହେଉଛି ଶ୍ରୀ ମନୋରଞ୍ଜନ ପାଢ଼ୀ। ଆପଣ ମତେ ଯେ ପଚାରିଲେ ଏ ହରିହାଟ କେତେ ବର୍ଷ ହେଇ ପାଳନ କରାଯାଉଛି? ଏ ହରିହାଟ 100 ବର୍ଷରୁ ଉର୍ଦ୍ଧ୍ୱ ପାଳନ କରି ଆସୁଥିବାରୁ ମୁଁ ଅନୁଭବ କରୁଛି କି ଜାଣିଛି। କାରଣ ମୋର ତ 50 ବର୍ଷ ହେଲା, କିନ୍ତୁ ମୁଁ ଜେଜେବାପା ଜେଜେମାଙ୍କ ଠାରୁ ଯାହା ଶୁଣିଛି ଏ 50 ବର୍ଷରୁ ଉର୍ଦ୍ଧ୍ୱ ପ୍ରାୟ 100 ବର୍ଷ ହେବ ଚାଲିଛି। ଅଦ୍ୟାବଧି ଆଗକୁ ମଧ୍ୟ ଚାଲିବ। ଆଉ ଏଠାରେ ପ୍ରତ୍ୟେକ ଗ୍ରାମବାସୀ ମାନଙ୍କର ସହଯୋଗରେ ଏ ହରିହାଟଟି ବହୁତ ଧୁମଧାମରେ କରାଯାଏ। ମୁଖ୍ୟତଃ ଏ ଗ୍ରାମବାସୀଙ୍କର ସାହାଯ୍ୟ ପାଇଁ ଏ ହରିହାଟ ଅଦ୍ୟାବଧି ବଜାୟ ରହିଛି ଏବଂ ଆଗକୁ ମଧ୍ୟ ଚାଲିବ। ଏହା ସନ୍ଧ୍ୟାରେ ନୀତି ନିୟମ ଅନୁସାରେ ପାଳନ କରାଯାଏ। କଳସ ବୁଡ଼ାଯାଏ ଏବଂ କଳସ ବୁଡ଼ାରେ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି କଳସ ବୁଡ଼ା ଶୋଭାଯାତ୍ରାରେ ଯାଆନ୍ତି। ଘଟ ସ୍ଥାପନ କରି ଆଣି ମଣ୍ଡପରେ ପୂଜା ଅର୍ଚ୍ଚନା କରାଯାଏ। ଯଥାବିଧିରେ ପୂଜା ମଧ୍ୟ କରାଯାଏ। ଏବଂ ଏଠାରେ ସନ୍ଧ୍ୟାରେ ଆଳତି ବହୁତ ଧୁମଧାମରେ କରାଯାଏ। ପ୍ରସାଦ ସେବନ 3 ଦିନ ଧରି ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ଥାଏ। ପ୍ରତ୍ୟେକ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଏ ଏବଂ ପ୍ରାୟ 2000 ରୁ 3000 ଲୋକ ଏଠାରେ ପ୍ରସାଦ ସେବନରେ ଲାଭ ଉଠାନ୍ତି, ପ୍ରସାଦ ପାଆନ୍ତି। ନିଜ ଉଦ୍ୟମରେ ଏବଂ ନିଜ ଆର୍ଥିକ ସହାୟତାରେ ଏହି ଉତ୍ସବକୁ ସର୍ବାଗ୍ୟ ସୁନ୍ଦର କରିବା ପାଇଁ ଚେଷ୍ଟା କରିଅଛନ୍ତି ପାଇଁ ଆୟୋଜନ କରାଯାଇଥାଏ। ଆଉ ଅଧିବାସ ଯେଉଁଦିନ ଆରମ୍ଭ ହୁଏ ସେଦିନ ପାଖାପାଖି 500 ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଖାଇବାର ବନ୍ଦୋବସ୍ତ କରାଯାଇଥାଏ। ଖାଇବା ଖୁବ ସୁନ୍ଦର ହେଇଛି। ଅଷ୍ଟପ୍ରହରୀ ହଉଛି ରଙ୍ଗପତିରେ। ଆଉ ଘାଟଟା ବି ଭଲ ହେଇଛି, ଖଟା ବି ଭଲ ହେଇଛି। ଆଉ 3 ଦିନ ଧରି ଚାଲିଛି। ଆଉ ବହୁତ ଖୁସି ଲାଗୁଛି। ଆଉ ବହୁତ ଲୋକମାନେ ଆସିକି ଖାଆ ପିଇ କରୁଛନ୍ତି, ଆନନ୍ଦ ଲାଗୁଛି। ଆଉ ଏଇରକ ଠାକୁରଙ୍କ ଦୟାରୁ ହଉଥାଉ, ପ୍ରତିବର୍ଷ ଲାଗୁଥାଉ ଏରକ। ଆଉ ଠାକୁରଙ୍କର ଇଏ ଥାଉ। ବହୁତ ଖୁସିରେ ଅଛୁ। 3 ଦିନ ଯାକ ରଙ୍ଗପତିରେ ରୋଷେଇବାସ ହୁଏନି, ସମସ୍ତେ ସ୍ତ୍ରୀ ଲୋକ ଛୁଆ ପିଲା ନା ସମସ୍ତେ ଆସିକି ଖାଆ ପିଇ କରୁଛନ୍ତି। ଆଜ୍ଞା ବର୍ଷ ସାରା ବନ୍ଧୁ ବାନ୍ଧବ ସବୁ ଆସିକି ଉପସ୍ଥିତ ହୁଅନ୍ତି। ବହୁତ ଆଡମ୍ବରରେ ଖାଆ ପିଇ ହୁଏ। ଆଉ ଅଷ୍ଟପ୍ରହରୀ ସତ୍ୟ ନାମ ଚାଲିଛି। ଆଉ ବହୁତ ଖୁସି। ଆଉ ଖୁସି, ବହୁତ ଖୁସିର କଥା। ଠାକୁର ଆସିକି ଭୋଜନ କରିବାଟା ନିହାତି, ପ୍ରସାଦ ସେବନ କରିବାଟା। ମାଉସୀ ବି କହିଲେ ସମସ୍ତେ ଆସିକି ପ୍ରସାଦ ସେବନ କରିକି ଯାଆନ୍ତୁ। 3 ଦିନ ଯୋଉ ରଙ୍ଗପତିରେ ହରିହାଟ ହଉଛି
ଧୁମଧାମ ର ପାଳନ ହଉଛି। ଆପଣମାନେ ଆସନ୍ତୁ ଆଉ ପ୍ରସାଦ ସେବନ କରିକି ଆଉ ଠାକୁରଙ୍କୁ ଦର୍ଶନ କରିକି ଯାଆନ୍ତୁ। ପୁରା ଠାକୁରମୟ ହେଇଯାଇଛି ଆଜି ରଙ୍ଗବତୀ ଗାଁ। ଆଜି ଆମେ ଆସି ପହଞ୍ଚୁ ରଙ୍ଗବତୀ ଗାଁରେ। ମହତ ପାଢୀ ଭାଇ ଅଛନ୍ତି, ତାଙ୍କ ଗାଁରେ ହରିହଟ ଚାଲିଛି। ଆଉ ଭାଇଙ୍କୁ ପଚାରିବା କେତେ ଦିନ ହରିହଟ ଚାଲିବ। ଆଉ ଧୁମଧାମରେ ହରିହଟ ପାଳନ କରାହଉଛି। ଆଉ ହଜାର ହଜାର ଭକ୍ତ ମାନେ ସବୁ ଲମ୍ବା ଲାଇନ ଦେଇକି ଆସୁଛନ୍ତି। ଆଉ ରାମ ନାମ ନଉଛନ୍ତି, ହରିନାମ ନଉଛନ୍ତି, କୀର୍ତ୍ତନ କରୁଛନ୍ତି। ସମସ୍ତେ ମସଗୁଲ ହେଇଯାଇଛନ୍ତି, ସମସ୍ତେ ହରିପ୍ରେମ ବଜେଇ ଦେଇଛନ୍ତି। ଆଉ ଭକ୍ତିମୟ ହୋଇଯାଇଛି ପରିବେଶ। ଆଉ କେତେ ଦିନ ଧରି ଚାଲିବ, ଆଉ କଣ କଣ ସବୁ ପ୍ରୋଗ୍ରାମ ରହିଛି? ଭାଇ କେତେ ଦିନ ଚାଲୁଛି ଆପଣଙ୍କ ଗାଁରେ ହରିହାଟ? ଏ ପ୍ରଥମ ଦିନ ଅଧିବାସ ହବ, ଆଉ 2 ଦିନ ନାମ ଯଜ୍ଞ ଚାଲିବ। ସେଇ ହରିନାମ ଜପିବେ। ଆଉ ରହିଛି ତାର ଖାଦ୍ୟ ବ୍ୟବସ୍ଥା ରହିଛି। ବହୁତ ସାରା ଲୋକମାନେ ଆସନ୍ତି, ଆସିକି ପ୍ରସାଦ ସେବନ କରିକି ଯାଇଥାନ୍ତି। ଇଏ ହଉଛି ପ୍ରଥମେ ସନ୍ଧ୍ୟା ସକାଳ ବେଳେ ଦିଆହେଇଥାଏ ହଉଛି ଖାଇବା ପାଇଁ ହେଇଥାଏ। ଚୁଡ଼ାରେ ହଉଛି ସନ୍ତୁଳା ହେଇଥାଏ। ଆଉ ଦ୍ୱିପହର ସମୟରେ ହେଇଥାଏ ହଉଛି ପ୍ରସାଦ ରହିଥାଏ। ଆଉ ରାତିରେ ବି ପ୍ରସାଦ ରହିଥାଏ। ଏଇ ହଉଛି 2 ଦିନ ଭଳିଆ ହଉଛି ପ୍ରସାଦ ସେବନ ଚାଲିବ। ବହୁତ ସାରା ଲୋକ ଆସିଥାନ୍ତି, ଦୂର ଦୂରାନ୍ତର ଲୋକମାନେ ଆସିଥାନ୍ତି, ଆସିକି ପ୍ରସାଦ ସେବନ କରି ଯାଇଥାନ୍ତି ଏବଂ ନାମ ସଂକୀର୍ତ୍ତନ ନିହାତି କରିକି ଯାଇଥାନ୍ତି। ଠିକ କହିଲି, ଜୟ ଜଗନ୍ନାଥ। ପର୍ବ ପାଳନ କରାହଉଛି 3 ଦିନ ଧରି ହରିହାଟ ହଉଛି। ଆଉ ବହୁତ ଆଡୁ ଲୋକ ଆସୁଛନ୍ତି, ପୁରା ମେଳା ଭଳିଆ ଲୋକ ଏଠି ହଉଛନ୍ତି। ମେଳାରେ ଯେମିତିକା ହଜାର ହଜାର ଲୋକ ଯାଆନ୍ତି, ଏଠି ଯେମିତି ହରିହାଟରେ ସେମିତିକା ହଜାର ହଜାର ଚାରିଆଡୁ ଲୋକ ଆସୁଛନ୍ତି, ଭକ୍ତ ମାନେ ଆସୁଛନ୍ତି। ଆଉ ଭଜନ କୀର୍ତ୍ତନ ଯୋଉ ହଉଛି, ଅଷ୍ଟମ ପ୍ରହରୀ ଯୋଉ ହଉଛି, ସମସ୍ତେ ଦେଖୁଛନ୍ତି। ଆଉ ଭଗବାନଙ୍କ ନାମ ନଉଛନ୍ତି, ଗୋଟେ ବହୁତ ସୁନ୍ଦର ଲାଗୁଛି। ଆଉ ବର୍ତ୍ତମାନ ଯୁବପିଢି ଯେମିତିକା କୁପତି କାମ ହଉଛନ୍ତି, ଅନ୍ୟ ଆଡେ ମନ ଦଉଛନ୍ତି, ଠାକୁରଙ୍କ ନାଁ ନଉନାହାନ୍ତି। କିନ୍ତୁ ଏଠି ଗ୍ରାମବାସୀ ମାନେ ସବୁ କାମ ଛାଡିକି ଘର ବନ୍ଦ କରିକି ସବୁ ଆସିଛନ୍ତି। ଆଉ ସମସ୍ତେ ବସିଛନ୍ତି, ତଳେ ବସିକି ଠାକୁରଙ୍କ ନାଁ ନଉଛନ୍ତି, ଠାକୁରଙ୍କ ନାଁ ଶୁଣୁଛନ୍ତି। ବଢିଆ ଲାଗୁଛି, ବହୁତ ସୁନ୍ଦର ଲାଗୁଛି। ଆଉ ଆପଣ ମାନେ ବି ଆସନ୍ତୁ। ଗ୍ରାମବାସୀ ମାନଙ୍କ ତରଫରୁ ସମସ୍ତେ ଆହ୍ୱାନ ଦେଇଛନ୍ତି, ସବୁ ଭକ୍ତ ମାନେ ଆସନ୍ତୁ। ଏଇ ରଙ୍ଗବତୀ ଗାଁକୁ ଆସିକି 3 ଦିନ ଧରି ଅଷ୍ଟମ ପ୍ରହରୀ ହବ, ଆଉ ହରିହାଟ ହଉଛି। ଥରେ ଆସି ବୁଲି ଯାଆନ୍ତୁ, ଆଉ ଠାକୁରଙ୍କ ନାଁ ନିଅନ୍ତୁ। ଦେଖନ୍ତୁ କେତେ ଆନନ୍ଦ ଲାଗିବ। ହରିନାମ ବିନା କିଛି ନାହିଁ। ଆଉ ଏଇ ସଂସାରରେ ସେଇ ଭଗବାନ ହିଁ ସାର। ଆଉ ଶେଷରେ ହିଁ ଆମେ ସେଇ ରାମ ନାମ ସତ୍ୟ ହେଇ କହିକି ଆମ ଜୀବନଟି ଶେଷ ହେବ। ସମସ୍ତେ ଆସନ୍ତୁ, ଏଇ ଭକ୍ତି ପରିବେଶରେ ନିଜକୁ ସାମିଲ କରନ୍ତୁ, ପ୍ରଭୁଙ୍କ ନାଁ ନିଅନ୍ତୁ। ସେଇ ନାଁ ଠାରୁ ଆଉ କୌଣସି ନାଁ ନାହିଁ ଏଇ ଦୁନିଆରେ। ଆଉ ମତେ ବହୁତ ଭଲ ଲାଗିଲା। ଆପଣମାନେ ଆସନ୍ତୁ, ବୁଲି ଯାଆନ୍ତୁ। କେମିତି ଲାଗିଲା ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ରଙ୍ଗବତୀ ଗ୍ରାମବାସୀଙ୍କୁ ବହୁତ ବହୁତ ଧନ୍ୟବାଦ। ଏଇଭଳିକା କାର୍ଯ୍ୟକ୍ରମ ସେମାନେ ଆଗାମୀ ଦିନରେ ଜାରି ରଖନ୍ତୁ। କେମିତି ଲାଗିଲା ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ପରେ ଆମେ ଏମିତିକା ସୁନ୍ଦର ସୁନ୍ଦର ଭିଡିଓ ଆପଣମାନଙ୍କ ପାଇଁ ବନେଇ ପାରିବୁ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ। ଜୟ ଜଗନ୍ନାଥ, ହରି ବୋଲ। ହରି ବୋଲ, ହରି ବୋଲ। Thank you.